हाय हेलो नमस्कार जय जगन्नाथ साଙ୍ଗମାନେ ଏଇ ଭିଡିଓଟିକୁ ପ୍ରଥମ ଶେଷ ଯାକେ ନିଶ୍ଚୟ ଦେଖନ୍ତୁ। ଜଣକ ଆଗରୁ ଥିଲେ ବିଜେଡିରେ ଯଦି ବିଜେଡି ସୁପ୍ରିମୋ ଆମର ହାରିଗଲେ ତ ଇଏ ତଳା ଖାଇକି ଏବେ ତାକୁ ବିଜେପିରେ ଫେରେଇଛନ୍ତି। ତ ବିଜେପି ପିଲା ଜାଣିଛନ୍ତି ଆରେ କଳାକାର ନାମ ବହୁତ ଅଛି। ତ ଆପଣ ମାନେ ଥରେ ଭାବନ୍ତୁ ଯୋଉମାନେ ବଡ ବଡ ଗାଦିରେ ବସିଛନ୍ତି ସେ କଣ ଛିଣ୍ଡଉଛନ୍ତି। ଗୋଟେ ସାଧାରଣ ଝିଅକୁ ଯିଏ ସୁରକ୍ଷା ଦେଇପାରିଲେନି ସେ ଝିଅଟା ମରିଗଲା। କାହା ପାଇଁ ମଲା? ଏ ମୂର୍ଖ ସରକାରଙ୍କ ଲାଗି ମଲା। ଏବେ ଯିଏ କହିବାକୁ ଗଲେ ମଦୁଆ ଗଞ୍ଜେଇଆ ଝିଅ ଧନ୍ଦାରେ ଲିପ୍ତ ରହୁଛି ତାକୁ ଏବେ ବିଜେପିରେ ମିଶାଗଲା। ବିଜେପି ବାଲା କହୁଛନ୍ତି ବିଜେପି ଭଳି ସବୁ ଜାଗା ଅତ୍ୟାଚାର ହେଇଛି, ସବୁ ଜାଗାରେ ବଳାତ୍କାର ହେଇଛି। ବିଜେପି ବାଲା କହୁଛନ୍ତି ବିଜେଡି ବାଲା କହୁଛନ୍ତି ତମ ଟାଇମରେ ଏବେ ଅଧିକ ହେଇଛି। ଭାଇ ତମେ ତମ ଭିତରେ କୁକୁଡ଼ା କୁକୁଡି ସେଥିରେ ଆମର କିଛି ଆପତ୍ତି ନାହିଁ। କେମିତି ଜନସାଧାରଣ କେମିତି ସୁରକ୍ଷାରେ ତାଙ୍କୁ କେମିତି ସୁରକ୍ଷା ଦିଆଯିବ, ସେ କେମିତି ଭଲରେ ରହିବେ, ଆଗକୁ ଏମିତି କିଛି ନହବା ପାଇଁ ସିଏ ବ୍ୟବସ୍ଥା ନାହିଁ। ତାଙ୍କର ଖାଲି ଚଟାଚଟି ଯିଏ ହୋଟେଲ ନେଇଗଲା ସିଏ ହୋଟେଲ ନେଇଗଲା। ତ ଆଗକୁ ଦେଖନ୍ତୁ ସେ ଭାଇ ଆଉ ଯୋଉ ଅଛନ୍ତି ମ୍ୟାଡାମ ସାଙ୍ଗରେ ସେ କଣ ସେ ମ୍ୟାଡାମ ସେ ଭାଇ ଜଣଙ୍କୁ କହୁଛନ୍ତି। ତମ ଭଳିଆ ଲୋକ ଯଦି ସରକାରରେ ରହିକି ଯଦି ଏମିତି ହରକତ କରିବ, ଏମିତି ନାରୀ ମାନଙ୍କୁ ଧରିକି ଚଟାଚଟି କରିବ, ତ ତମ ପାଖକୁ ଜଣେ ଯିବ କଣ କୋଉ ଇଏ ଆଶା ଭରସା ନେଇକି? ଆରେ ଶଳା ତମ ମୁହଁରେ ଲାଜ ନାହିଁ ରେ ନିର୍ଲଜ। ତମେ ଭାବୁଛ ସରକାର ଟା ତମ ବେପାର। ତମେ ଯାହା କରିବ ସେଇଆ, ପ୍ରକୃତରେ ବି ସେଇଆ କରୁଛ। ମୋହନ ଆସିଲା ମୋହନ ବାଳ ତ ଜଣା ନାହିଁ, କହିବାକୁ ଗଲେ ଇଂଲିଶରେ ଗୋଟେ ଧାଡି ବି ପଢା ନାହିଁ। ଯେତେବେଳେ ଆସିଲେ କଣ ନା ନବୀନ ପଢା ନାହିଁ ଛଡା ନାହିଁ, ସିଏ ପାରିବନି ଅଣ ଓଡିଆ। ତମକୁ ଆସିକି ବି ତମେ କଣ ଛିଣ୍ଡଉଛ? ଖାଲି ରେପେ ବଳାତ୍କାର ରେପେ ବଳାତ୍କାର। ମୁଁ ଦେଖେ ମୋ ତରଫରୁ ତ ବହୁତ ମନ ବିଶ୍ୱାସ କର ମୋ ଲାଇଫରେ ମୁଁ କେବେ ଡିସ୍କରେ ଆରମ୍ଭ କଲି ମୁଁ ସତ କଥା କହୁଛି। ମୁଁ କେବେ କହିଲି କଣଟା କହୁଛି ଯେମିତି ଭୂତରେ ଯେତିକି ହସ ମାରୁଛି ତ ଆପଣ ମାନଙ୍କୁ କେମିତି ଲାଗୁଛି? ଏ କାଳେ ବାଳ ମନ୍ତ୍ରୀ ଏମଏଲଏ ସବୁ ହଉଛନ୍ତି, ଯେତିକ ମନ୍ତ୍ରୀ ଏମଏଲଏ ଯେତିକ ସବୁ ବାନ ମୁଣ୍ଡି ଯାକ ଅଛନ୍ତି ତାକୁ ତ ଭାଷା ବାହାରୁଛି ଏଇଠି ଲାଗି। କାହିଁକି ନା ଏମାନେ ଶଳା ନାରୀକି ଯିଏ କହିବାକୁ ଗଲେ ନାରୀକି ଯିଏ ଏଠି ଶୋଷଣ କରୁଛି ସେ ନାରୀକି ସୁରକ୍ଷା କଣ ଦବ? ମୁଁ ବୁଝିପାରୁନି। ଏ ଶଳା ସବୁ ଯାକ ସରକାର ଏଇଭଳିଆ। ସିଏ ଆଇଲେ ଆପରେ ଫୋପାଲେ, ଇଏ ଆଇଲେ ତାପରେ ଫୋପାଲେ, ଶଳା ମରୁଛୁ ଆମେ। ତମ ମା ଭଉଣୀ ଶୁଣରେ, ଯଦି ତମର ଇଚ୍ଛା ଅଛି ତମ ମାକୁ ତମ ଭଉଣୀ ଡାକି ତାଙ୍କ ପାଖରେ ଶୁଅ, ତାପରେ ତମେ ଜାଣିପାରିବ। ତଳା ରାନ୍ଦୁଆ କେମିତି କହୁଛି 5 ମିନିଟର ଖୁସି ପାଇଁ କହୁଛି ମୁଁ ମୋ ସ୍ତ୍ରୀକି ଛାଡିଦେବି, ସେଇଟା ପୁରା ଡିସାଇଡ କରିଦେବି। ଶଳା ଲାଜ ଲାଗ ନାହିଁ। ସ୍ତ୍ରୀ ଯଦି ଭିଡିଓ ଦେଖୁଥିବ ନା ତାହେଲେ ଛାଚୁଡି ମୁଠରେ ବାଡେଇବ। ତଳା ରାନ୍ଦୁଆ। ତାପରେ ମୁଁ କଣ କହିଲୁ ସେଦିନ ଗୋଟେ କଣ କହିଲୁ ଗୋଟେ ଅଲଗା ଭାବିଲି ମୋ ଲାଇଫରେ ରହିବି। ଯେତେବେଳେ ସେକେଣ୍ଡ ଟାଇମ କାଲି ଯୋଉ ପରଦିନ ଯୋଉ ଘଟଣା ଥିଲା ମୋ ମନ ଭାଙ୍ଗି ଗଲା। ଆଉ ତାପରେ ମୁଁ ଜାଣିଲି ଯେ ବୁଲେଟରେ ତ ସହିତ ଗୋଟେ ପିଲାଟା ବୁଲେଟ ଅଛି। ଆଉ ମୁଁ ଜାଣିଲି ଯେ ସେ ଯୋଉ କାହାକୁ ଭିଡିଓ ରେକର୍ଡିଂ କରୁଛି ନା କଣ ଭିଡିଓ ରେକର୍ଡିଂ କରୁଛି ନା କଣ? ଭିଡିଓ ତ ଗାଣ୍ଡି ଏଥର ସେ ପୁରେଇବ ତ ଗାଣ୍ଡି ହେଲେ ତ ଗାଣ୍ଡି ଫାଟିବ। ଆଗକୁ ଦେଖେ ମୋର ଆଉ କିଛି ପେସେନ୍ସ ନାହିଁ। ମତେ ଯଦି ନ୍ୟାୟ ନ ମିଳିବ ମୁଁ ପେଟ୍ରୋଲ ଜାଳି ଆତ୍ମହତ୍ୟା କରିଦେବି। ଗୋଟାଏ ରୋଲ ପାଇଛନ୍ତି ଖାଲି ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଦେବି। ଆରେ ତାକୁ ତ ଆତ୍ମହତ୍ୟା ସେ ନିଜେ କରୁନି, ସେ ତ ତାକୁ କରେଇ ଦିଆଗଲା।
ଯୋଉ ଶୁଭଶ୍ରୀ ଭଉଣୀ ଜଣକ କହୁଛନ୍ତି ତାଙ୍କ ନାଁ କହୁଛ ତାକୁ ଏମାନେ ଜାଳି ଜାଳିକି ମାରିଦେଲେ ଆଉ ତମେ ତ ସେଠି ଜଳୁଥିଲ ହଉଥିଲ ପ୍ରେମରେ ତ ଆଉ କଣ କରୁଛ କହିଲ। मोर सबू छोट घटना सबू मो एडवोकेट कहबी आपन को आपन को किसी कहबेनी मो एडवोकेट सब सेटलमेंट करबी। मोर क्लाएंट अभियोग आनिछंती बीजेडी रो कॉर्पोरेटर जे अमरेश्वर जेना तो वर्तमान तांको विरुद्ध रे अभियोग आनिछंती। क्यों मासे भाई कॉर्पोरेटर कौन कले कि बड़ा पोस्ट से कौन कले कि मैं जानि पाते कहबो खोली कि जोटा कि मोर क्लाएंट कहवा अनुसार आउ तांकर भ्रूण हत्या होती से 2022 रु तांको सहित थिले आउ से अनेक थर पुरी जाइछंती आ कुआड कुआड मध्ये जाइछंती तेनु मोर हत्या कौन हेउ तो जागे मो तो विश्वास करछि कहीं जोरे चक्का चुकी होउछंती तो के आनंद